ଥିଲା ବଲ୍ଲଭୀ ରହିଥିଲା। When did second Jain Council held ହେଇଥିଲା 512 AD ରେ। Who was the chairperson of the second Jain Council? Second Jain Council ହେଇଥିଲା 512 AD ରେ ହେଇଥିଲା। 300 BC ରେ ଫାଷ୍ଟ ହେଇଥିଲା। ତାପରେ chairperson of the second Jain Council ଦେବୀଗୃହ जो ଦେବ୍ରିଧି ଗଣି କ୍ଷମଶ୍ରମଣ chairperson ଥିଲେ second Jain Council 512 AD ରେ। To whom does the credit go for preaching Jainism in କର୍ଣ୍ଣାଟକରେ? କର୍ଣ୍ଣାଟକରେ preaching କରିଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। To whom does the credit go for preaching Jainism in କଳିଙ୍ଗରେ? Credit go for ଯିବ preaching Jainism king of କଳିଙ୍ଗ ଖାରବେଳ। ରାଜସ୍ଥାନରେ ମାଉଣ୍ଟ ଆବୁ ଫେମସ୍ ଜୈନ ଟେମ୍ପଲ ହେଉଛି ତାକୁ କୁହାଯାଏ ଦିଲୱାରା ଟେମ୍ପଲ। ଦିଲୱାରା ଟେମ୍ପଲ କୁହାଯାଏ ରାଜସ୍ଥାନର। ଅନେକତ୍ୱବାଦ ଇଜ ଏ କୋର୍ ଥିଓରି ଅଫ୍ ଫିଲୋସଫି ଅଫ୍ ଜୈନିଜମ। ଅନେକତ୍ୱବାଦ ଜୈନିଜମର ହେଉଛି କୋର୍ ଥିଓରି। ହେଉଛି ରାଜସ୍ଥାନ ମାଉଣ୍ଟ ଆବୁ ଫେମସ୍ ଫର୍ ଜୈନ ଟେମ୍ପଲ ନୋନ୍ ଆଜ୍ ଦିଲୱାରା ଟେମ୍ପଲ। ରାଜସ୍ଥାନର ମାଉଣ୍ଟ ଆବୁ ଦିଲୱାରା ଟେମ୍ପଲ। ଅନେକତ୍ୱ ଜୈନ ହେଉଛି କ୍ରେଡିଟ୍ ଗୋଟ୍ ଫର୍ ପ୍ରିଚିଂ ଜୈନିଜମ୍ ଇନ୍ କଳିଙ୍ଗର ହେଉଛି ଖାରବେଳ। ଅନେକତ୍ୱବାଦ ହେଉଛି କୋର୍ ଥିଓରି ଅଫ୍ ଫିଲୋସଫି ଅଫ୍ ଜୈନିଜମର। ଅନେକତ୍ୱବାଦ ଜୈନିଜମ ହେଉଛି କଳ୍ପସୂତ୍ର ହେଉଛି ହୋଲି ବୁକ୍। In ରାଜସ୍ଥାନ ମାଉଣ୍ଟ ଆବୁ ଫେମସ୍ ଫର୍ ଜୈନ ଟେମ୍ପଲ ତାକୁ କହନ୍ତି ଦିଲୱାରା ଟେମ୍ପଲ। ଚେୟାରପର୍ସନ ଅଫ୍ ଦ ଫାର୍ଷ୍ଟ ଜୈନ କାଉନସିଲ୍ ହେଉଛି ସ୍ଥୂଳଭଦ୍ର। ସ୍ଥୂଳଭଦ୍ର ହେଉଛି ଚେୟାରପର୍ସନ ଫାର୍ଷ୍ଟ ଜୈନ କାଉନସିଲ୍। ଫାର୍ଷ୍ଟ ଜୈନ କାଉନସିଲ୍ ହେଲ୍ଡ ହେଇଥିଲା 300 BC ରେ। ଚେୟାରପର୍ସନ ଫାର୍ଷ୍ଟ ଜୈନ କାଉନସିଲ୍ ସ୍ଥୂଳଭଦ୍ର ହେଇଥିଲା। When did where ମହାବୀର ଡାଏ? ମହାବୀର ମରିଥିଲେ ହେଉଛି ପାପାପୁରୀ ଆଟ ରାଜଗୃହ ଠାରେ। ଡିଫରେନ୍ସ ଫାର୍ଷ୍ଟ ଜୈନ କାଉନସିଲ୍ ହେଇଥିଲା ହେଲ୍ଡ ଆଟ୍ ପାଟଳିପୁତ୍ରରେ ହେଇଥିଲା 300 BC ରେ। ଚେୟାରପର୍ସନ ଫାର୍ଷ୍ଟ ଜୈନ କାଉନସିଲ୍ ସ୍ଥୂଳଭଦ୍ର ଥିଲେ। ସେକେଣ୍ଡ ଜୈନ କାଉନସିଲ୍ରେ ଥିଲେ ଦେବଗୃହ। ଦେବ ହେଇଥିଲା ଚେୟାରପର୍ସନ ଅଫ୍ ଦ ସେକେଣ୍ଡ ଜୈନ କାଉନସିଲ୍ ହେଇଥିଲା ଏଇଟା ହେଇଥିଲା ଦେବ୍ରିଧି ଗନି କ୍ଷମଶ୍ରମଣ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତ ପ୍ରେଚିଂ କରିଥିଲେ ଜୈନିଜମ କର୍ଣ୍ଣାଟକରେ। ତାପରେ ବୁଦ୍ଧିଜମ ବୌଦ୍ଧବାଦ। ବୁଦ୍ଧିଜମର ଫାଉଣ୍ଡର ହେଉଛନ୍ତି ଗୌତମ ବୁଦ୍ଧ। ମହାତ୍ମା ବୁଦ୍ଧ ବର୍ନ ହେଇଥିଲେ 563 BC। ଇଏ ଜନ୍ମ ହେଇଥିଲେ 540। ଗୌତମ ବୁଦ୍ଧ ଜୈନ ମହାବୀର ଜୈନ 563 BC ରେ ଜନ୍ମ ହେଇଥିଲା। ବଡ଼ ଥିଲେ ଇଏ ଜୈନ 540 BC ରେ। ମହାତ୍ମା ବୁଦ୍ଧ ବର୍ନ ହେଇଥିଲେ ଲୁମ୍ବିନୀରେ। ସେ ଜନ୍ମ ହେଇଥିଲେ ହେଉଛି ଡାଏଡ୍ ମୃତ୍ୟୁବରଣ କରିଥିଲେ ହେଉଛି ପାବାପୁରୀ। କୈବଲ୍ୟ ପାଇଥିଲେ ରାଜ୍ୟପାଳିକା ଜିମ୍ବିତକ ଗ୍ରାମ ରାଜ୍ୟପାଳିକାରେ। ଶାଲ୍ ଟ୍ରି କୈବଲ୍ୟ ଜିମ୍ବିତକ ଗ୍ରାମ ରାଜ୍ୟପାଳିକାରେ। ସରମନ ଦେଇଥିଲେ ପାବାଟରେ। ପ୍ରଥମ ଉପଦେଶ ଦେଇଥିଲେ। और रिनोन्सियस महावीर जैन गृहत्याग କରିଥିଲେ 30 ବର୍ଷ ବୟସରେ। ମହାତ୍ମା ବୁଦ୍ଧ ଶାକ୍ୟ ଡାଇନେଷ୍ଟି ବୁଦ୍ଧ ଶାକ୍ୟ ଡାଇନେଷ୍ଟି ଥିଲେ। ମଦର ଅଫ୍ ମହାତ୍ମା ବୁଦ୍ଧ ଥିଲେ ମହାମାୟା। ତାଙ୍କର ଥିଲେ ତ୍ରିଶଳା। ଫାଦର ଅଫ୍ ମହାତ୍ମା ବୁଦ୍ଧ ଥିଲେ ତାଙ୍କର ଶୁଦ୍ଧୋଧନ। ତାଙ୍କର ସିଦ୍ଧାର୍ଥ ବ୍ରଟ ଅଫ୍ ଦ ସିଦ୍ଧାର୍ଥ ଓ ବ୍ରତ ପାଳନ କରିଥିଲେ। ପୁଣି ଯେ ମଦର ଡାଡ୍ ମରିଗଲେଣି ଚାଇଲ୍ଡହୁଡ୍ରେ। ଷ୍ଟେପ୍ ମଦର ଗୌତମୀ। ହ୍ୱାଟ୍ ଆର୍ ଦ ରିଅଲ୍ ନେମ୍ ଅଫ୍ ଗୌତମ ବୁଦ୍ଧ? ସିଦ୍ଧାର୍ଥ। ମା ନାଁ ଥିଲେ ତ୍ରିଶଳା। ଜାମାଳି ହେଉଛି ଜଇଁ। ଶାକ୍ୟମୁନି ହୁ ଇଜ୍ ଅଲସୋ ନୋନ୍ ଆଜ୍ ଶାକ୍ୟମୁନି ଅର୍ ତଥାଗତ। ଗୌତମ ବୁଦ୍ଧ ତାଙ୍କୁ କୁହାଯାଏ ଶାକ୍ୟମୁନି ବା ତଥାଗତ। ଶାକ୍ୟ ଡାଇନେଷ୍ଟିରେ ଗୌତମ ବୁଦ୍ଧ ଅଲସୋ ନୋନ୍ ଆଜ୍ ଶାକ୍ୟମୁନି ହେଉଛି ବିକଜ୍ ବିଲଙ୍ଗ ଟୁ ଶାକ୍ୟ କ୍ଲାନ୍ ଜାତିରେ।
ସଦା ଡକ୍ଟର ମହାବୀର ଥିଲା ପ୍ରିୟଦର୍ଶନ, ମଦର ଥିଲେ ତ୍ରିଶଳା, ସିଦ୍ଧାର୍ଥ ଥିଲେ ତାଙ୍କ ଫାଦର, କ୍ଷତ୍ରିୟ କ୍ଲାନ ଥିଲେ କ୍ଷତ୍ରିୟ, କୁଣ୍ଡଗ୍ରାମ ବିହାରରେ ଜନ୍ମ ହୋଇଥିଲେ। କୁଣ୍ଡଳଗ୍ରାମ ବୈଶାଳୀ ବିହାରରେ, ସେଠାରେ ଲୁମ୍ବିନୀ ନେପାଳରେ। ଙ୍କର ସ୍ତ୍ରୀ ନାଁ ଯଶୋଦା, ସିଦ୍ଧାର୍ଥଙ୍କ ସ୍ତ୍ରୀ ନାଁ ଯଶୋଧରା। ମହାତ୍ମା ବୁଦ୍ଧ ଟୁ ହୁମ୍ ସନ୍ ଅଫ୍ ମହାତ୍ମା ବୁଦ୍ଧ, ଝିଅ ପ୍ରିୟଦର୍ଶିନୀ, ତାଙ୍କ ନାଁ ରାହୁଲ ଥିଲା ପୁଅ ନାଁ। ଏଜ୍ ଅଫ୍ 40 ଗୌତମ ବୁଦ୍ଧ ଲିଭ୍ ହିଜ୍ ହୋମ୍, ଛାଡ଼ିଲେ ରିନଉନ୍ସିଏସନ୍ ମାନେ ସ୍ୱାର୍ଥତ୍ୟାଗ କରିବା, ବୈଭବ। ମହାତ୍ମା ବୁଦ୍ଧ ଥିଲା ସନ୍ ରାହୁଲ। ଗୌତମ ବୁଦ୍ଧ ଲିଭ୍ ହିଜ୍ ହୋମ୍, ଘର ଛାଡ଼ିଲେ ଆଟ 29 ବର୍ଷରେ ଛାଡ଼ିଲେ ଘର। ବୁଦ୍ଧ ୱିଟନେସିଂ 4 scenes in a sequence। ବୁଦ୍ଧ ୱିଟନେସିଂ 4 scenes ଦେଖିଥିଲେ, ଓଲ୍ଡ ମ୍ୟାନ୍, ସିକ୍ ମ୍ୟାନ୍, ଡେଡ୍ ବଡି ଆଉ ଏସେଟିକ୍ ସାଧୁମାନଙ୍କୁ। ବୁଦ୍ଧ ଆଟେନ୍ ଏନଲାଇଟମେଣ୍ଟ, ବୁଦ୍ଧ କେମିତି ଆଟେନ୍ କଲେ, ଏନଲାଇଟମେଣ୍ଟ ପାଇଲେ, ଆଲୋକ, ବୁଦ୍ଧିପ୍ରାପ୍ତ ହେଲେ। ବୋଧଗୟାରେ ମହାବୀର ଜୈନ ପାଇଲେ, କୈବଲ୍ୟ ପାଇଲେ। ସାଲଟ୍ରି ଜିମ୍ବିତକ ଗ୍ରାମ ରାଜପୁତଳିକ ରିଜୁପାଳିକା ଠାରେ, ବ୍ୟାଙ୍କ ଅଫ ରିଭର। ପ୍ରଥମ ସର୍ମନ ଦେଲେ ପାବା ଠାରେ। ଲାଙ୍ଗୁଏଜ ଥିଲା ୟୁଜ କରିଥିଲେ ପାଲି ଲାଙ୍ଗୁଏଜ ଫାର୍ଷ୍ଟ ସର୍ମନରେ। ହୋଲି ବୁକ୍ କଳ୍ପସୂତ୍ର। ଗୌତମ ବୁଦ୍ଧ ଏ ଯୋଉ 35 ବର୍ଷରେ ପାଇଲେ ଏନଲାଇଟମେଣ୍ଟ। Which name after getting enlightenment Buddha was known? Buddha was known enlightenment ପରେ getting enlightenment ତାଙ୍କ ନାଁ ବୁଦ୍ଧ ହେଲା। ଗୌତମ ବୁଦ୍ଧ ଗେଭ୍ ହିଜ୍ ଫାର୍ଷ୍ଟ ସର୍ମନ ଦେଇଥିଲେ ସାରନାଥ ଠାରେ। ସେ ଦେଇଥିଲେ ପାବା ଠାରେ ଦେଇଥିଲେ, ପାବା। ମିନିଂ ଅଫ ୱାର୍ଡ ବୁଦ୍ଧ ଏନଲାଇଟେଣ୍ଡ, ଆଲୋକ ପ୍ରାପ୍ତି। ବୁଦ୍ଧ ପ୍ରିଚିଂ ମେନଲି ରିଲେଟେଡ ଟୁ ପ୍ୟୁରିଟି ଅଫ ଥଟ୍ ଆଣ୍ଡ କଣ୍ଡକ୍ଟ, ପିଓର ଚିନ୍ତା ଆଉ ଚରିତ୍ର, ପିଓର ଚରିତ୍ର। ହୁ ୱାଜ ଦ ସନ୍ ଅଫ ମହାବୀର, ମହାତ୍ମା ବୁଦ୍ଧ ରାହୁଲ ଥିଲା। ଅଣ୍ଡର ହୁଇଚ ଟ୍ରି ଡିଡ୍ ମହାତ୍ମା ବୁଦ୍ଧ ଗେଟ୍ ଏନଲାଇଟମେଣ୍ଟ? ଏନଲାଇଟମେଣ୍ଟ ପାଇଲେ ପିପଲ ଟ୍ରି ଅନ୍ ବ୍ୟାଙ୍କ ଅଫ ନିରଞ୍ଜନ ରିଭର। କହିଲେ ମହାତ୍ମା ବୁଦ୍ଧ ଆଟେନ୍ ଏନଲାଇଟମେଣ୍ଟ ପାଇଲେ ଏଜ୍ 35 ଏଜରେ ପାଇଲେ। ହୁଇଚ ନେମ୍ ଆଫ୍ଟର ଗେଟିଂ ଏନଲାଇଟମେଣ୍ଟ? ବୁଦ୍ଧ ନେମ୍ ପାଇଲେ। ଗୌତମ ବୁଦ୍ଧ ଗେଭ୍ ହିଜ୍ ଫାର୍ଷ୍ଟ ସର୍ମନ ସାରନାଥରେ ପାଇଲେ, ଗେଭ୍ ହିଜ୍ ଫାର୍ଷ୍ଟ ସର୍ମନ ସାରନାଥ। ବୁଦ୍ଧିଜମର ତୀର୍ଥଙ୍କର ବୁଦ୍ଧିଜମ ବୁଦ୍ଧ ଫାର୍ଷ୍ଟ ସର୍ମନ ସାରନାଥରେ ଦେଇଥିଲେ ଫାର୍ଷ୍ଟ ସର୍ମନ, ସେ ପାବାରେ ଦେଇଥିଲେ ମହାବୀର। ହୁଇଚ ନେମ୍ ଆଫ୍ଟର ଗେଟିଂ ଏନଲାଇଟମେଣ୍ଟ? ବୁଦ୍ଧ ନାମ ଗେଟିଂ ଏନଲାଇଟମେଣ୍ଟ ପାଇଲା ପରେ ବୁଦ୍ଧ ୱାଜ ନୋନ୍, ଜଣାପଡ଼ିଲେ ବୁଦ୍ଧ ହିସାବରେ। BUDDHA। ବୁଦ୍ଧ ପ୍ରିଚିଂ ୱେୟାର ମେନଲି ରିଲେଟେଡ ଟୁ ଥିଲା ପ୍ୟୁରିଟି ଅଫ ଥଟ୍, ସ୍ୱଚ୍ଛ ଥଟ୍ ଆଣ୍ଡ କଣ୍ଡକ୍ଟ, ଚରିତ୍ର। ବୁଦ୍ଧଙ୍କ ପ୍ରିଚିଂ। ହୁଇଚ ଲାଙ୍ଗୁଏଜ ବୁଦ୍ଧ ପ୍ରିଚ୍ ଦେଇଥିଲେ ପାଲିରେ। ଗୌତମ ବୁଦ୍ଧ ପାଲି ଲାଙ୍ଗୁଏଜ ୟୁଜ କରିଥିଲେ। ମହାବୀର ଜୈନ। ଫାର୍ଷ୍ଟ ସର୍ମନ ଗୌତମ ବୁଦ୍ଧ ଧର୍ମଚକ୍ର ପ୍ରବର୍ତ୍ତନ ତାକୁ କୁହାଯାଏ। ହୁଇଚ ପାଥ ହାଜ ବିନ୍ ଆଡଭୋକେଟେଡ ବାଇ ବୁଦ୍ଧ ଟୁ ଆଟେନ୍ ନିର୍ବାଣ? ନିର୍ବାଣ ପାଇବା ପାଇଁ କୋଉ ପାଥ ଆଡଭୋକେଟ କରୁଥିଲେ ବୁଦ୍ଧ ଟୁ ଆଟେନ୍ କରିବା ପାଇଁ ନିର୍ମାଣ? 8 fold path, 8ଟା ଫୋଲ୍ଡ ପାଥ। What does the term ନିର୍ବାଣ mean? ନିର୍ବାଣ ମାନେ ହେଉଛି ସାଇକେଲ ଅଫ ବାର୍ଥ ଆଣ୍ଡ ରିବାର୍ଥ। ଟର୍ମ ନିର୍ମାଣ ମାନେ ହେଉଛି ଦ ସାଇକେଲ ଅଫ ବାର୍ଥ ଆଣ୍ଡ ରିବାର୍ଥ, ଜନ୍ମ ଆଉ ପୁନର୍ଜନ୍ମ। ନିର୍ବାଣ ମାନେ ଇନ୍ ହୁଇଚ ଥିଙ୍ଗସ ଡଜ ଦ ବୁଦ୍ଧିଜମ ବିଲିଭ? ବୁଦ୍ଧିଜମ ବିଲିଭ କରେ ଇନ୍ ରିଜେନେରେସନ ଅର ରିବାର୍ଥ? ରିଜେନେରେସନ ପୁନର୍ଜନ୍ମ ଆଉ ରିବାର୍ଥ
ରିଜେନେରେସନ୍ ବା ରିବାର୍ଥ କହନ୍ତି ଆଉ ବିଲିଭ୍ କରନ୍ତି। ନିର୍ବାଣ ମିନ୍ସ ମାନେ ହେଉଛି ଦ ସାଇକେଲ ଅଫ୍ ବାର୍ଥ ଆଣ୍ଡ ରିବାର୍ଥ। ଏଠି ମହାତ୍ମା ବୁଦ୍ଧ ଏଷ୍ଟାବ୍ଲିଶ ସଂଘ କେଉଁଠାରେ ମହାତ୍ମା ବୁଦ୍ଧ ଏଷ୍ଟାବ୍ଲିଶ କରିଥିଲେ ସଂଘ? ଆର୍ ସାରନାଥରେ ସଂଘ କରିଥିଲେ ସାରନାଥ। ସରମନ ଦେଇଥିଲେ। ଜନ୍ମ ହେଇଥିଲେ ଲୁମ୍ବିନୀ। ସେ ଜନ୍ମ ହେଇଥିଲେ କୁଣ୍ଡଳ ଗ୍ରାମ। ମହାବୀର ଜୈନ। ହୋଲି ବୁକ୍ ଅଫ୍ ବୁଦ୍ଧିଜମ୍ ହେଉଛି ତ୍ରିପିଟକ। ଆଉ ଜୈନଙ୍କର ହୋଲି ବୁକ୍ ଥିଲା। ଜୈନଙ୍କର ହୋଲି ବୁକ୍ କଳ୍ପସୂତ୍ର। ଧମ୍ମ ମିନ୍ସ ଧମ୍ମ ମାନେ ହେଉଛି ରିଲିଜନ୍। ହ୍ୱାଟ୍ ଡଜ୍ ଧମ୍ମ ମିନ୍ସ ହେଉଛି ଧର୍ମ। ହୋଲି ବୁକ୍ସ ବୁଦ୍ଧିଜମ୍ ତ୍ରିପିଟକ। ମାନେ ପିଟକ ୱେୟାର ଦେୟାର ଥିଲା। ତ୍ରିପିଟକ, ବିନୟ ପିଟକ, ସୁତ୍ତ ପିଟକ ଆଣ୍ଡ ଅଭିଧାମ ପିଟକ। ବିନୟ ପିଟକ, ସୁତ୍ତ ପିଟକ ଆଉ ଅଭିଧାମ ପିଟକ। ହ୍ୱାଟ୍ ଇନଫର୍ମେସନ୍ ଡଜ୍ ବିନୟ ପିଟକ ପ୍ରୋଭାଇଡେଡ୍? ବିନୟ ପିଟକ ଦେଲା ରୁଲ୍ ଆଉ ରେଗୁଲେସନ୍, ଶାସନ ଆଉ ନିୟନ୍ତ୍ରଣ। ହ୍ୱାଟ୍ ଇନଫର୍ମେସନ୍ ଡଜ୍ ସୁତ୍ତ ପିଟକ ପ୍ରୋଭାଇଡେଡ୍? ସୁତ୍ତ ପିଟକ ହେଉଛି ପ୍ରୋଭାଇଡ୍ କଲା, ଯୋଗାଇ ଦେଲା ପ୍ରିନ୍ସିପଲ୍, ନୀତି। ପ୍ରିନ୍ସିପଲ୍ ସୁତ୍ତ ପିଟକ ପ୍ରିନ୍ସିପଲ୍। ତ୍ରିପିଟକ ହୋଲି ବୁକ୍। ତିନିଟା ପିଟକ ଥିଲା। ବିନୟ ପିଟକ, ସୁତ୍ତ ପିଟକ, ଅଭିଧାମ ପିଟକ। ବିନୟ ପିଟକ ଦିଏ କ'ଣ? ରୁଲ୍ ଆଣ୍ଡ ରେଗୁଲେସନ୍, ଆଇନ, ଶାସନ ଆଉ ତା ନିୟନ୍ତ୍ରଣ। ସୁତ୍ତ ପିଟକ ଗିଭ୍ସ ସୁତ୍ତ ପିଟକ ପ୍ରିନ୍ସିପଲ୍, ନୀତି। ଅଭିଧାମ ପିଟକ ପ୍ରୋଭାଇଡେଡ୍ ହୁଇଚ୍ ଇନଫର୍ମେସନ୍? ବୁଦ୍ଧିଷ୍ଟ ରିଲିଜିୟସ୍ ଫିଲୋସଫି, ଧାର୍ମିକ ଦର୍ଶନ। ଗୋଟେ ରୁଲ୍ ରେଗୁଲେସନ୍ ଦେବ ବିନୟ ପିଟକ, ସୁତ୍ତ ପିଟକ, ଅଭିଧାମ। ଆଉ ଗୋଟେ ନୀତି ଦେବ ଶାସନ, ଗୋଟେ ନୀତି ଆଉ ଗୋଟେ ଦେବ ବୁଦ୍ଧିଷ୍ଟ ରିଲିଜିୟସ୍ ଫିଲୋସଫି, ଅଭିଧାମ ପିଟକ। ଇନ୍ ହୁଇଚ୍ ଲାଙ୍ଗୁଏଜ୍ ୱାଜ୍ ଦ ତ୍ରିପିଟକ ରିଟେନ୍? ତ୍ରିପିଟକ ଲେଖା ହେଇଥିଲା ପାଲି ଲାଙ୍ଗୁଏଜ୍ରେ। ଦ ମୋଷ୍ଟ ଫେଭରାଇଟ୍ ଡିସାଇପୁଲ୍ ଅଫ୍ ଗୌତମ ବୁଦ୍ଧର ହେଉଛି ଆନନ୍ଦ ଥିଲେ। ଫେମସ୍ ଫେଭରାଇଟ୍ ଡିସାଇପୁଲ୍। ପାଲି ଲାଙ୍ଗୁଏଜ୍ ତ୍ରିପିଟକ ଲେଖା ହେଇଥିଲା। ଗୋଟେ ତ ଚୈତ୍ୟ ମଣ୍ଡପ, ଦ ପ୍ରେୟାର ହଲ୍ ଅଫ୍ ବୁଦ୍ଧିଷ୍ଟ। ପ୍ରେୟାର ହଲ୍ ଫର୍ ବୁଦ୍ଧିଷ୍ଟଙ୍କ ପାଇଁ ଥିଲା ଚୈତ୍ୟ ମଣ୍ଡପ। ଗୋଟେ ବିହାର ଇନ୍ ବୁଦ୍ଧିଜମ୍। ବୁଦ୍ଧିଜମ୍ର ବିହାର ହେଉଛି ପ୍ରେୟାର ଅଫ୍ ବୁଦ୍ଧିଷ୍ଟ ହେଉଛି ଚୈତ୍ୟ ମଣ୍ଡପ। ବିହାର ବୁଦ୍ଧିଜମ୍ର ହେଉଛି ମୋନାଷ୍ଟ୍ରିଜ୍ ଫର୍ ମଙ୍କ୍ସ। ମଙ୍କ୍ ମାନଙ୍କର ବୁଦ୍ଧ ମରିଥିଲେ ହେଉଛି 483 BC-ରେ। କେମ୍ ଇନ୍ଟୁ ଏକ୍ଜିଷ୍ଟେନ୍ସ ଆସିଲା ମହାଯାନ ସେକ୍ଟ। ଦ କ୍ରାଡଲ୍ ଅଫ୍ ବୁଦ୍ଧିଜମ୍ ହେଉଛି ଉତ୍ତରପ୍ରଦେଶ। ଗୌତମ ବୁଦ୍ଧ ୱାଜ୍ ଡ୍ୟାସ୍ ଟୁ ପୋଜିସନ୍ ଅଫ୍ ଗଡ୍ ବାଇ ଦ ଟାଇମ୍। ଗୌତମ ବୁଦ୍ଧ ୱାଜ୍ ଏଲିଭେଟେଡ୍ ଟୁ ଦ ପୋଜିସନ୍ ଅଫ୍ ଗଡ୍ ବାଇ ଦ ଟାଇମ୍ ଅଫ୍ କନିଷ୍କଙ୍କ ସମୟରେ ୱାଜ୍ ଏଲିଭେଟେଡ୍ ଟୁ ପୋଜିସନ୍ ଅଫ୍ ଗଡ୍ର ପୋଜିସନ୍ ପାଇଲେ। ହୁ ଇଜ୍ ଅଲସୋ ନୋନ୍ ଆଜ୍ ଦ ଲାଇଟ୍ ଅଫ୍ ଏସିଆ? ଗୌତମ ବୁଦ୍ଧ। ହୁ ୱାଜ୍ ନାଗାର୍ଜୁନ, ଏ ବୁଦ୍ଧିଷ୍ଟ ଫିଲୋସଫର। ଏ ବୁଦ୍ଧିଷ୍ଟ ଫିଲୋସଫର ଥିଲେ ହେଉଛି କିଏ? ନାଗାର୍ଜୁନ। ଆଜୀବିକ ୱାଜ୍ ଦ ହେଟେରୋଡକ୍ସ ସେକ୍ଟ କଣ୍ଟେମ୍ପରାରୀ ଟୁ ବୁଦ୍ଧ। ବୁଦ୍ଧଙ୍କର କଣ୍ଟେମ୍ପରାରୀ କିଏ ଥିଲେ? ଆଜୀବିକ ୱାଜ୍ ଦ ହେଟେରୋଡକ୍ସ ସେକ୍ଟ। ହୁ ୱାଜ୍ ଦ ନାଗାର୍ଜୁନ ଥିଲେ ବୁଦ୍ଧିଷ୍ଟ ଫିଲୋସଫର। ନାଗାର୍ଜୁନ ଥିଲେ ବୁଦ୍ଧିଷ୍ଟ ଫିଲୋସଫର। ଆଜୀବିକ ୱାଜ୍ ଦ ହେଟେରୋଡକ୍ସ ସେକ୍ଟ ଥିଲେ କଣ୍ଟେମ୍ପରାରୀ ଟୁ ଦ ବୁଦ୍ଧ। ବୁଦ୍ଧଙ୍କର କଣ୍ଟେମ୍ପରାରୀ ଥିଲେ ହେଟେରୋଡକ୍ସ। ଆଜୀବିକ ୱାଜ୍ ଦ ହେଟେରୋଡକ୍ସ ସେକ୍ଟ ଥିଲେ କଣ୍ଟେମ୍ପରାରୀ ଟୁ ବୁଦ୍ଧଙ୍କର କଣ୍ଟେମ୍ପରାରୀ ଥିଲେ ସାମୟିକ ଆଜୀବିକ। ହୁ ୱାଜ୍ ଦ ନାଗାର୍ଜୁନ ଥିଲେ ବୁଦ୍ଧିଷ୍ଟ ଫିଲୋସଫର। ଆଜୀବିକ ୱାଜ୍ ଏ ହେଟେରୋଡକ୍ସ ସେକ୍ଟ ଥିଲା। ହ୍ୱାଟ୍ ଇଜ୍ ଦ ବିହାର ଇନ୍ ବୁଦ୍ଧିଜମ୍ରେ? ମୋନାଷ୍ଟ୍ରିଜ୍ ଫର୍ ମଙ୍କ୍ସ। ମଙ୍କ୍ଙ୍କର ମୋନାଷ୍ଟ୍ରିଜ୍ ଥିଲା। ହ୍ୱାଟ୍ ଇଜ୍ ଚୈତ୍ୟ ମଣ୍ଡପ? ପ୍ରେୟାର ହଲ୍ ଅଫ୍ ବୁଦ୍ଧିଷ୍ଟ। ଚୈତ୍ୟ ମଣ୍ଡପ ଥିଲା।
Contemporary ହେଉଛି ନାଗାର୍ଜୁନ। ମୋଷ୍ଟ ଫେଭରାଇଟ୍ ଡିସାଇବଲ୍ ଗୌତମ ବୁଦ୍ଧ ହେଉଛି ଆନନ୍ଦ। ଚୈତ୍ୟ ମଣ୍ଡପ ହେଉଛି ପ୍ରେୟାର ହଲ୍ ଅଫ୍ ବୁଦ୍ଧିଷ୍ଟଙ୍କର ପ୍ରେୟାର ହଲ୍ କ'ଣ ଚୈତ୍ୟ ମଣ୍ଡପ। ହେଉଛି ବିହାର ଇନ୍ ବୁଦ୍ଧିଜମ୍ ହେଉଛି ମୋନାଷ୍ଟ୍ରିଜ୍ ଫର୍ ମଙ୍କ୍ସ ମାନଙ୍କ ପାଇଁ ଯେଉଁ ମୋନାଷ୍ଟ୍ରିଜ୍ କହନ୍ତି ବିହାର କହନ୍ତି ବିହାର। ଆଜୀବିକ ଯେ ହେଟେରୋଡକ୍ସ ସେକ୍ଟ କଣ୍ଟେମ୍ପୋରାରୀ ଟୁ ବୁଦ୍ଧଙ୍କର ଆଜୀବିକ। ମହାତ୍ମା ବୁଦ୍ଧ ମରିଥିଲେ କୁଶୀନଗରରେ। ସିଏ ମରିଥିଲେ ପାବାଟାରେ, ଇଏ ମରିଥିଲେ କୁଶୀନଗରରେ। ହ୍ୱାଟ୍ ଅଫ୍ ଦ ଟର୍ମ ମହାପରିନିର୍ମାଣ ମିନ୍ସ ଇନ୍ ବୁଦ୍ଧିଜମ୍। ବୁଦ୍ଧିଜମ୍ର ମହାପରିନିର୍ମାଣ ଡେଥ୍ ଅଫ୍ ବୁଦ୍ଧ ଇଜ୍ ନୋନ୍ ଆଜ୍ ମହାପରିନିର୍ମାଣ। ବୁଦ୍ଧିଜମ୍ର ମହାପରିନିର୍ମାଣ କ'ଣ ଥିଲା? ବୁଦ୍ଧଙ୍କର ଡେଥ୍। କୁଶୀନଗର ୱାଜ୍ ଏ ପାର୍ଟ ଅଫ୍ ହୁଇଚ୍ କିଙ୍ଗଡମ୍? ଲିଚ୍ଛାବୀ କିଙ୍ଗଡମ୍ ଥିଲା କୁଶୀନଗର। ପାର୍ଟ ଅଫ୍ ହୁଇଚ୍ କିଙ୍ଗଡମ୍? ଲିଚ୍ଛାବୀ କିଙ୍ଗଡମ୍ର ଥିଲା କୁଶୀନଗର। ମହାପରିନିର୍ମାଣ ମିନ୍ସ ଇନ୍ ବୁଦ୍ଧିଜମ୍ର ହେଉଛି ଡେଥ୍ ଅଫ୍ ବୁଦ୍ଧ ଇଜ୍ ନୋନ୍ ଆଜ୍ ମହାପରିନିର୍ମାଣ। ଫାର୍ଷ୍ଟ ବୁଦ୍ଧିଷ୍ଟ କାଉନସିଲ୍ ହେଇଥିଲା କେଉଁଠି? ଏଇଟା ରାଜଗିରିରେ ଥିଲା। ରାଜଗିରିହ ତାଙ୍କର ଥିଲା ବିମ୍ବିସାର ଅଜାତଶତ୍ରୁଙ୍କର। ହ୍ୱାଟ୍ ଇଜ୍ ଦ ଫାର୍ଷ୍ଟ ବୁଦ୍ଧିଷ୍ଟ କାଉନସିଲ୍ ହେଡ୍ ହେଇଥିଲା 483 BC। ବୁଦ୍ଧ ଜନ୍ମ ହେଇଥିଲେ 563 BCରେ। ତାର 120 ବର୍ଷ ପରେ ନା 563 BC। 563 ସେ ହେଇଥିଲା 483 BCରେ। କାଉନସିଲ୍ When did Buddhist Council held ହେଇଥିଲା 483 BCରେ। Who was the chairperson of the first Buddhist Council? କଶ୍ୟପ ଥିଲେ ଫାର୍ଷ୍ଟ ବୁଦ୍ଧିଷ୍ଟ କାଉନସିଲ୍ ଚେୟାରପର୍ସନ୍। ଫାର୍ଷ୍ଟ ବୁଦ୍ଧିଷ୍ଟ କାଉନସିଲ୍ ଆଜି ହେଲ୍ଡ ହେଇଥିଲା ରେନ୍ ଅଫ୍ ଅଜାତଶତ୍ରୁଙ୍କ ସମୟରେ ହେଇଥିଲା ହରିୟାଙ୍କ ଡାଇନେଷ୍ଟିରେ। ସେକେଣ୍ଡ ବୁଦ୍ଧିଷ୍ଟ କାଉନସିଲ୍ ଆଜି ହେଲ୍ଡ ହେଇଥିଲା ବୈଶାଳୀ। ଫାର୍ଷ୍ଟ ହେଇଥିଲା ମହାକଶ୍ୟପ ହରିୟାଙ୍କ ଡାଇନେଷ୍ଟି ଅଜାତଶତ୍ରୁ। ସେକେଣ୍ଡ ବୁଦ୍ଧିଷ୍ଟ କାଉନସିଲ୍ ଆଜି ହେଲ୍ଡ ଆଟ୍ ବୈଶାଳୀ। ବୈଶାଳୀ ହେଇଥିଲା ସେକେଣ୍ଡ ବୁଦ୍ଧିଷ୍ଟ କାଉନସିଲ୍। When did the second Buddhist Council held? Second Buddhist Council held 383 BCରେ। ଥିଲେ ଫାର୍ଷ୍ଟ ବୁଦ୍ଧିଷ୍ଟ କାଉନସିଲ୍ ଆଜି ହେଲ୍ଡ ଇନ୍ ଦ ରେନ୍ ଅଫ୍ ଅଜାତଶତ୍ରୁ ସମୟରେ ହେଇଥିଲା ଫାର୍ଷ୍ଟ ବୁଦ୍ଧିଷ୍ଟ କାଉନସିଲ୍। ସେକେଣ୍ଡ ବୁଦ୍ଧିଷ୍ଟ କାଉନସିଲ୍ ହେଇଥିଲା ବୈଶାଳୀ ହେଇଥିଲା। ବୁଦ୍ଧିଷ୍ଟ କାଉନସିଲ୍ ହେଲ୍ଡ 383 BCରେ ହେଇଥିଲା। ଚେୟାରପର୍ସନ୍ ଥିଲେ ସବାକାମୀ ଥିଲେ। ସେକେଣ୍ଡ ବୁଦ୍ଧିଷ୍ଟ କାଉନସିଲ୍ ରେନ୍ ଅଫ୍ କାଳାଶୋକ ଥିଲେ ଶିଶୁନଗର ଡାଇନେଷ୍ଟି। ଥାର୍ଡ଼ ବୁଦ୍ଧିଷ୍ଟ କାଉନସିଲ୍ ହେଇଥିଲା ପାଟଳିପୁତ୍ରରେ ଆଜି ହେଲ୍ଡ। When did ବୁଦ୍ଧିଷ୍ଟ କାଉନସିଲ୍ ହେଲ୍ଡ ହେଇଥିଲା 350 BCରେ। ଚେୟାରପର୍ସନ୍ ଥିଲେ ମୋଗଲିପୁତ୍ର ତିସ୍ସା। ପ୍ରଥମ ଥିଲେ ମହାକଶ୍ୟପ, ତାପରେ ସବାକାମୀ MS, ତାପରେ ମୋଗଲିପୁତ୍ର ତିସ୍ସା। ଆଉ ଫୋର୍ଥ ବୁଦ୍ଧିଷ୍ଟ କାଉନସିଲ୍ ହେଇଥିଲା ଯେଉଁ ଥାର୍ଡ଼ ହେଇଥିଲା ଅଶୋକ ମୌର୍ଯ୍ୟ ସମୟରେ। ଫୋର୍ଥ